ঝঙ্কড়ে তো সদাবাস মা সিংহ বাহিনী সারলে মম কণ্ঠে নিবাসায় মা মা বাক্য দেবী नमस्तुते कहले भाग्य देवी नमस्तुते ओ नमस्तुते नमस्तुते जय नारायण हे दीन बंधु कलुष नाशन कंजलोचन जय नारायण हे दीन बंधु कलुष नाशन कंजलोचन दयामय हरि गोलक बिहारी पाप ताप हारी कमलार जन पाप ताप हारी कमलार जन पाप ताप हारी नित्य निरंजन सत्य सनातन नित्य निरंजन
ସେ ମରିଯିବ ରେ ଲେଖିଲେ ହଁ ହଁ ଭବାନୀ ଶଙ୍କରಂ ବନ୍ଦେ ଶ୍ରଦ୍ଧା ବିଶ୍ୱାସ ରୂପିଣମ୍ ତାଭ୍ୟାଂ ବିନା ନ ପଶ୍ୟନ୍ତି ସିଧା ଶାନ୍ତ ସ୍ଥମୀଶ୍ୱର ସିଦ୍ଧାସ୍ୱର ସମୀଶ୍ୱର ମମାରାଧ୍ୟ ଚିର ସମ୍ମାନାସ୍ପଦ ସାହିତ୍ୟାନୁରାଗୀ ସୁଧୀ ଦର୍ଶକ ସମାଜ ଆଜ୍ଞା ପୁରାଣ ତ ସିନେ ମା ମାଉସୀ କୁନା କୁନି ଭାଇ ଭଉଣୀ ଯେତେ ଅନେକ ଅପେକ୍ଷା କରିଛ ତଥା ଏ ଶିଶିର ସିକ୍ତ ଶୁଭରାତ୍ରିରେ ରୁଣ୍ଡୀଭୂତ ହୋଇଥିବା ଆଜ୍ଞା ଇଏ ସ୍ୱାଧୀନ ଭାରତର ଅପରିପକ୍ୱ କୋମଳମତି ସମଧର୍ମୀ ସମମର୍ମୀ ବରେଣ୍ୟ ଯୁବ ବନ୍ଧୁଗଣ ବନ୍ଧୁଗଣ ହେ ଆତ୍ମିକ ମହୋଦୟ ସାଂସ୍କୃତିକ ଅନୁଷ୍ଠାନ ଯେତେବେଳେ ଅଧିବାସ ରଜନୀରେ ପଦାର୍ପଣ କରିଛି ଆଜ୍ଞା ଆମମାନଙ୍କର ଦ୍ୱିତୀୟ ସ୍ତବକ ସେକେଣ୍ଡ ଶୋ ଯାଉ ଏ ବିଳମ୍ବିତ ପ୍ରହରରେ ଆପଣମାନଙ୍କର ବହୁମୂଲ୍ୟ ସମୟକୁ ନଷ୍ଟ ନ କରି ଆଜ୍ଞା ଚିରାଚରିତ ଧାରାରେ ପରମ୍ପରାକୁ ବଞ୍ଚେଇବାକୁ ଯାଇ ବେଶ ଦ୍ୱିପଦ ପ୍ରଭୁ କଥା ଆଜ୍ଞା ସର୍ବୋପରି ଆପଣମାନଙ୍କ ନିକଟରେ ଗୋଟେ ଶ୍ଲୋକ ଆବୃତ୍ତି କରିଛି ଆଜ୍ଞା ଏ ଶ୍ଲୋକର କର୍ତ୍ତା ଯିଏ ଆସିବେ ଆପଣମାନଙ୍କର ମଙ୍ଗଳ ବିଧାନ କରିବେ କରିବେ ଆପଣମାନଙ୍କର ସନ୍ଥ ତୁଳସୀଦାସଜୀ ଗୋସ୍ୱାମୀ ରାମଚରିତ ମାନସରେ କହିଲେ କହିଲେ ଶ୍ରଦ୍ଧା ବିଶ୍ୱାସ ରୂପିଣମ୍ କହିଲେ ଦୁଇ ଜଣଙ୍କୁ ନମସ୍କାର କଲେ ମା ଭବାନୀ ଆଉ ଶଙ୍କରଜୀ ଭଗବାନ ଆଜ୍ଞା କହିଲେ ଜଣେ ଶ୍ରଦ୍ଧାର ପ୍ରତୀକ ଆଉ ଜଣେ ବିଶ୍ୱାସର ପ୍ରତୀକ ପ୍ରତୀକ ଯଦି ଶ୍ରଦ୍ଧା ଅଛି ବିଶ୍ୱାସ ଅଛି ଆଜ୍ଞା ଯଦି ବିଶ୍ୱାସ ଅଛି ଶ୍ରଦ୍ଧା ଅଛି ଯଦି ବିଶ୍ୱାସ ନ ଆସିବ ଶ୍ରଦ୍ଧା ଆସିବନି ଆସିବନି ଆଉ ଯଦି ଶ୍ରଦ୍ଧା ନଥିବ ବିଶ୍ୱାସ ବି ହେବନି ହବନି ତାହେଲେ ଏ ଦୁଇ ଜଣ ଜଣେ ଶ୍ରଦ୍ଧା ଆଉ ଜଣେ ବିଶ୍ୱାସ ଆଜ୍ଞା ଯେତେବେଳେ ଶ୍ରଦ୍ଧା ଆସିଲା ବିଶ୍ୱାସକୁ ସେ ପାଇଲେ ଆଜ୍ଞା ଯଦି ଶ୍ରଦ୍ଧା ଆସିନଥାନ୍ତା ବିଶ୍ୱାସକୁ ପାଇନଥାନ୍ତେ ପାଇନଥାନ୍ତା କାରଣ ଅବିଶ୍ୱାସ ସବୁବେଳେ ନାରୀ ଜୀବନରେ ଥାଏ ଆଜ୍ଞା ପ୍ରକୃତି ପୁରୁଷ ଏ ଯେଉଁ ଦୁଇ ଭିତରେ ତ ଜଗତ ସୃଷ୍ଟି ଆଜ୍ଞା ଯାହାକୁ ଭୀମ ଭୋଇ କହିଲେ ଏକରେ ବ୍ରହ୍ମ ଦୁଇରେ କିଛି ନାହିଁ କିଛି ନାହିଁ ସେ ସବୁବେଳେ କହିଲେ ବ୍ରହ୍ମ ଏକ ଆଜ୍ଞା। ଦୁଇରେ ଜଗତ ନାହିଁ ନାହିଁ କିନ୍ତୁ ସେଇଠି ଆପଣମାନଙ୍କର ଉତ୍ତଳୀୟ ବୈଷ୍ଣବ ଅଭିମନ୍ୟୁ ସାମନ୍ତ ସିଂହାର କହିଲେ କହିଲେ ନାଇଁ ନାଇଁ ଏକରେ ଜଗତ ନାହିଁ କହିଲେ ଦୁଇରେ ଜଗତ ଦୁଇ ଏକ କାହିଁକି କହିଲେ ଗୋଟାଏ ଆଖିରେ ଭଲ ଦେଖି ହବନି ନା ଗୋଟାଏ କାନରେ ଭଲ ଶୁଣି ହବନି ନାଇଁ। ଗୋଟାଏ ଓଠରେ କଥା କହି ହବନି ନା। ଗୋଟାଏ ଧାଡ଼ି ଦାନ୍ତରେ ଚୋବେଇ ହବନି ନାଇଁ। ଗୋଟାଏ ହାତରେ ତାଳି ମାରି ହବନି ନା। ଗୋଟାଏ ଗୋଡ଼ରେ ଚାଲି ହବନି ନା। ଗୋଟାଏ ପାଦରେ ଛିଡ଼ା ହେଇ ହବନି ନାଇଁ। କି ଧାଡ଼ିଏ ଦାନ୍ତ ଥିଲେ ଚୋବେଇ ପାରିବେନି ଗୋଟେ ଚୋବେ ଖାଇବୁ ତାହେଲେ ଜଗତ ହଉଛି ଦୁଇ ଦୁଇ ତ ଆଖି ଦୁଇ ଆଜ୍ଞା। ନାକପୁଡ଼ା ଦୁଇ ହଁ। କାନ ଦୁଇ ବେଶ। ଓଠ ଦୁଇ ହଁ। ଦାନ୍ତ ଦି ଧାଡ଼ି ହଁ। ହାତ ଦୁଇ ହଁ। ପାପୁଲି ଦୁଇ ହଁ। ଗୋଡ଼ ଦୁଇ ହଁ। ପାଦ ଦୁଇ ହଁ। ଜୀବ ପରମ ଦୁଇ ହଁ। ସୁଖ ଦୁଃଖ ଦୁଇ ହଁ। ପାପ ପୁଣ୍ୟ ଦୁଇ ହଁ। ଅନ୍ଧାର ଆଲୁଅ ଦୁଇ ହଁ। ସଞ୍ଜ ସକାଳ ଦୁଇ ହଁ। ସ୍ୱାମୀ ସ୍ତ୍ରୀ ଦୁଇ ହଁ। ଆଦି ଅନାଦି ଦୁଇ ହଁ। ନିଗୁଣ ସଗୁଣ ଦୁଇ ହଁ। ସାକାର ନିରାକାର ଦୁଇ ହଁ। କହିଲେ ସବୁ ଦୁଇ ଶାଳି ଭିଣା ଦୁଇ ଆଉ ଏକର ଜଗତ ନାହିଁ କହିଲେ ଦୁଇ ତାହେଲେ ଇଏ ଯେତେବେଳେ କହିଲେ ଦୁଇ କି ପୂଜା କର ଆଜ୍ଞା। ସେଠି ଏକରୁ ଦୁଇର ସୃଷ୍ଟି ହେଇଛି ନିରାକାରଙ୍କ ଠାରୁ ସାକାର ବ୍ରହ୍ମର ସୃଷ୍ଟି ଆଜ୍ଞା। ତାହେଲେ ଯିଏ ନିଗୁଣ ସେଇ ଆଜ୍ଞା ସଗୁଣ ସଗୁଣ। ତାହେଲେ ଏଠି ନିଗୁଣ ସଗୁଣ ବୋଲି ଆମେ କାହାକୁ କହିବା ନା ଏଠି ଜଣେ ହେଉଛି ଆଦି ଜଣେ ଅନାଦି ଜଣେ ରୂପ ଜଣେ ଅରୂପ ଜଣେ ସ୍ୱାମୀ ଜଣେ ସ୍ତ୍ରୀ ଆଜ୍ଞା। ତାହେଲେ ନିରାକାରଙ୍କ ଠାରୁ ସାକାର ବ୍ରହ୍ମର ମା ଯେତେବେଳେ ସୃଷ୍ଟି ହୁଏ ହଁ। କହିଲେ ଏଠି ନିଗୁଣ ହେଉଛନ୍ତି ଭଗବାନ ଶଙ୍କର ହଁ। କିନ୍ତୁ ସଗୁଣ ହେଉଛନ୍ତି ମା ପାର୍ବତୀ କାହିଁକିନା ଇଏ ହେଉଛି ପ୍ରକୃତି ହଁ। ସିଏ ହେଉଛି ପୁରୁଷ ବାଃ। ମହାକବି କାଳିଦାସ କୁମାର ସମ୍ଭବରେ କହିଲେ ଆଜ୍ଞା। ଦିନେ ଦିନେ ସା ପରିବର୍ଦ୍ଧମାନ ମାନା। ଆପଣ ଦେଖନ୍ତୁ ଝିଅଟି ଚନ୍ଦ୍ରକଳା ଭଳି ବଢ଼ୁଛି ହଁ। ଆପଣ କେଉଁ ପୁରାଣ ଶାସ୍ତ୍ର କାବ୍ୟ ନାଟକ କେଉଁଠି ଦେଖିବେ ପୁଅକୁ ବଢ଼ିବାଟା କବି ଲେଖି ନଥିବେ ଚନ୍ଦ୍ରକଳା ଭଳି ବଢ଼ୁଛି ନା। କାହିଁକି ନା ପ୍ରକୃତି ସିନା ବଢ଼ିବ ପୁରୁଷ ବଢ଼େନି ନା ପୁରୁଷ ଛିଡ଼େନି ନା। ଯାହାର ଆବାହନ ନାହିଁ ନା ବିସର୍ଜନ ନାହିଁ ଏ ବହି ବହିରେ ଭୂତାତ୍ମା ଭୂତେ ଭୂତେ ବ୍ୟବସ୍ଥିତ ଏକଦା ବହୁଦା ଶୈବ ଦୃଶ୍ୟତେ ଜଳେ ଚନ୍ଦ୍ର ଶ୍ରୀମଦ୍ ଭଗବତ ଗୀତା କହିଲେ ଏକରୁ ଦୁଇ ଅନେକର ସୃଷ୍ଟି ଏକୈବ ମୂର୍ତ୍ତି ତ୍ରିବିଧା ଭବନ୍ତି ବାଃ। ପରନ୍ତୁ ତ୍ରିବିଧା ବହୁଧା ଭବନ୍ତି ଭବନ୍ତି। କାହିଁକି ଲୋ ମା କାହିଁକି? ଆକାଶରେ ଗୋଟାଏ ଚନ୍ଦ୍ର ତଳେ 100 ପାଣି ପାତ୍ର ରଖିଦେବା ହଁ। ଯୋଉ ମାଠିଆକୁ ଆମେ ଦେଖିବା ହଁ। ସେଇଟାରେ ଗୋଟେ ଚନ୍ଦ୍ର ଥବ ବାଃ। ଆଚ୍ଛା 100 ପାତ୍ର ଆମେ ଯଦି ନଷ୍ଟ କରିଦେବା ହଁ। ଆକାଶକୁ ଚାହିଁଲା ପରେ ସେଇ ଗୋଟିଏ ଚନ୍ଦ୍ର ଆପଣ ଦେଖିବେ ଆଜ୍ଞା। ଆଉ ସବୁ ଗଲେ କୁଆଡେ କୁଆଡେ? ନା ଇଏ ପ୍ରତିବିମ୍ବ ପ୍ରତିବିମ୍ବିତ ହେଇଛି ବାବା। କହିଲେ ଇଏ ସତ୍ୟ ନୁହଁ ନା। ବାସ୍ତବ ହଉଛି ଏକ ଅବାସ୍ତବ ଅନେକ ଅନେକ। କିନ୍ତୁ ବାସ୍ତବ
ବାସ୍ତବକୁ ପାଇବାକୁ ହେଲେ ଏଠି ଆପଣମାନଙ୍କର ସନ୍ଥ ତୁଳସୀଦାସ ଗୋସ୍ୱାମୀ କହିଲେ କହିଲେ ଗୋଟିଏ ପାଖରେ ମା ଶ୍ରଦ୍ଧା ଆଉ ଗୋଟିଏ ପାଖରେ ବିଶ୍ୱାସ ଯଦି ବିଶ୍ୱାସର ପ୍ରତୀକ ଆପଣ ହେବେ ଶ୍ରଦ୍ଧା ଜନ୍ମିବ ତାପରେ ଅନେକ କଥା ଭୟରୁ ଆସିବ ଭକ୍ତି ଭକ୍ତିରୁ ଆସିବ ଭାବ ଭାବରୁ ଆସିବ ମହାଭାବ ମହାଭାବରୁ ଆସିବ ପ୍ରେମ ଯୋଉଠି ବିଶ୍ୱାସ ତୁଟିଯିବ ସେଠି ସବୁ ତୁଟିଗଲା ଦି ଜଣ ପାଲାବାଲାଙ୍କୁ ଆପଣ ଡାକିଛନ୍ତି ଯଦି ମନରେ ଶ୍ରଦ୍ଧା ବିଶ୍ୱାସ ଆସିବ ମେଘ ପକଉ କି ଝଡି ହଉ ବିଚାର କରିବେ ବାଘୁଆ ପାଲିବାଲା ତା ଟେଣ୍ଟ କରିଥିବେ ନହେଲେ ତା ତଳେ ପଶିଗଲେ କାମ ସରିଲା ଯଦି ଶ୍ରଦ୍ଧା ବିଶ୍ୱାସ ଅଛି ମେଘ ପକେଇଲେ ବି ଆପଣ ଆସିବେ ଯଦି ଶ୍ରଦ୍ଧା ବିଶ୍ୱାସ ନାହିଁ କିଏ ଯାଉଛି ମ ତା ସଂକ୍ରାନ୍ତି ତ ରୁଟି ଦିଖଣ୍ଡ ଡାଲମା ପକେଇଦେଲେ ଆପଣଙ୍କ ଘରେ ଆପଣ ଶୋଇଲେ ପାଲାବାଲା ତାଙ୍କର ସେ କରନ୍ତୁ ବା ନ କରନ୍ତୁ ତାହେଲେ ଆଗେ ଶ୍ରଦ୍ଧା ବିଶ୍ୱାସ ନାହିଁ ତାହେଲେ ସବୁ ସରିଗଲା ଯୋଉଦିନ ମା ଭବାନୀ ପଚାରିଦେଲେ କହିଲେ ହେ ବିଶ୍ୱପତି ଏ ସୃଷ୍ଟିର କାରଣ କର୍ତ୍ତା ଆପଣ ଏ ସୃଷ୍ଟିର ବଡ ସାନ କଥା ମୁଁ କହୁନି ଆପଣ ସବୁବେଳେ ମତେ ଟିକେ ବୁଝେଇ ଦିଅନ୍ତୁ ମୁଁ ବୁଝିପାରୁନି ସେଠି ଶିବ ହସିଲେ କହିଲେ ସବୁ କଥା ମୁଁ ଜାଣିଛି ତିନି ଲୋକରେ ଶ୍ରେଷ୍ଠ ଚିରଞ୍ଜୀବୀ ଆପଣ ମାନଙ୍କର ଆଶୁତୋଷ ମଙ୍ଗଳମୟ ସଦାଶିବ ପାଢୀ ଭାଇ ତ ତାଙ୍କ ସମ୍ପର୍କରେ ଅନେକ କଥା କହିଦେଇଛନ୍ତି ଆଉ ସେ ବର୍ଣ୍ଣାନ ଗୁରୁ ଜାତି ଶ୍ରେଷ୍ଠର ମର୍ତ୍ତ୍ୟର ଦେବତା ବ୍ରାହ୍ମଣ ଆଉ ସିଏ ତାଙ୍କଠୁ ଆଉ ବଳିବନି କିଛି ସିଏ ସବୁ କରିଦେବେ ଆଉ କିଛି ନଥିବ ବାକି ଗୋଟେ କଥା ଛାଡି ଦେଇଛନ୍ତି ବିଜ୍ଞାନ ମତ ସେଇଟା ତ ବ୍ରାହ୍ମଣ ମାନଙ୍କର ପ୍ରକୃତି କିଏ ଥେବେ ଆଜ୍ଞା ରାଗିବେନି ନାଇଁ ପାଲା କଥା ବୋଲି ମୁଁ ଖାଲି ଭାଇନାକୁ କହୁଛି ଆଉ କାହାକୁ କହିବେନି ଆପଣ ଦେଖନ୍ତୁ ପଞ୍ଚମୂର୍ଜ କିଣିବେ ଆଉ ନାନାବିଧ ପ୍ରସାଦ ଆଣିବେ କି ଯେତେ ଭୋଗ ରାଗ ଆଣିଥିବେ ପଞ୍ଚମୂର୍ଜ କାଟି ଛକି ପକେଇଦେବେ ସବୁ ବାଢି ଦେବେ ଚାରିଆଡେ ଯେତେବେଳେ ସବୁ କାମ ସରିବ ଗାମୁଛାରେ ଚୌତ ପାଉତ କରି ବ୍ୟାଗରେ ପୁରେଇବେ କହିବ ପୁଅ ଏ ଆସ୍ଥାନ ଭାଙ୍ଗି ଦେଇ ପୋଖରୀରେ ପକେଇ ଦବୁ ତେମେ ତ ସବୁ ନେଲ ଆମେ କଣ ଆସ୍ଥାନ ଭାଙ୍ଗି ପଞ୍ଚମୂର୍ଜ ପୋଖରୀରେ ପକେଇବୁ ସିଏ ଯାହା ସେମିତି କହିଲେ ସେଇଟା କହିଦେଲି ପୁରାଣ ମତ କହିଦେଲି ସେ ମତ କହିଦେଲି ଏ ମତ କହିଦେଲି ଆଉ ଏଇଟିକି କାହିଁକି ରଖିଲ ଏଇଟିକି କହିଦେଲନି ଏଇଟା ସ୍ୱାଇଁ ଭାଇ କହିବେ ଆମେ ତ ପଞ୍ଚମୂର୍ଜ ପୋଖରୀରେ ପକେଇବୁ ଆଉ କାହିଁକି କଥା କହୁଛି ଆପଣ ଦେଖନ୍ତୁ କହିବାର ଉଦ୍ଦେଶ୍ୟ ସେଦିନ ପାର୍ବତୀ ମା ବାରମ୍ବାର ସନ୍ଦେହ କରୁଛନ୍ତି ବୋଲି ଆପଣ ଦେଖନ୍ତୁ ବିଶ୍ୱରେ ଯେତେ ଠାକୁର ଅଛନ୍ତି ଶିବଙ୍କଠୁ ଆଉ ଅଧିକା ସ୍ତ୍ରୀ ରଙ୍କୁଣା କେହି ନାହାନ୍ତି ଆଜି ସମାଜରେ ଆମେ ସମସ୍ତେ କହିବା ମୋ ସ୍ତ୍ରୀ କି ମୁଁ ଭଲ ପାଉଛି ଭଲ ପାଉଛ ଭଲ ନ ପାଉଥିଲେ ଘର ଯଦି କରିବେ କମଳା ସଦନ ବିମଳା ସଦନ ସାବିତ୍ରୀ ସଦନ ସିଏ ଗୋଲାପ ସଦନ ସିଏ ଟଗର ସଦନ ଯେତେ ସଦନ ଆପଣ ଦେଖନ୍ତୁ ସ୍ତ୍ରୀ ନାଁରେ ସବୁ ଲେଖିଦେବେ କାହିଁକି ନା ଭାଇ ଭାଗ ନେଇଯିବ କାଳେ ଆମେ ସ୍ତ୍ରୀ କି ଭଲ ପାଉଛେ ବୋଲି ତା ନାଁରେ ଘର କରିଦେଲେ ତା ନା ବାପା ନାଁ ତ କେହି ଲେଖନ୍ତିନି କିଏ ବାପା ନାଁ ଲେଖୁଛି ବାପା ସଦନ ମା ସଦନ ନାଇଁ ବାପା ମା ସଦନ କାହିଁକି ଲେଖିବା ସ୍ତ୍ରୀ पर आम श्रेष्ठ अच्छा आम स्त्री की भल पाउछु अच्छा स्त्री की जीए जते भल पाऊ किए जने कहू ए संसार मो स्त्री मरीगला मु ता खपुरी की बेकरे पकई बुलुछि जने किए पकेइबो के भल तो पाउछि खपुरी पकाउनु से भूत डरे किंतु संसार जेते स्त्री रंकुणा सबुठु शिव ठाकुर शिव आ देखु ना अर्धांग ईश्वर अर्धांग पार्वती थाळे रखिले पार्वती सेते की नुह मुंडरे रखिले गंगा को पुणी हाड़माळ पकेइछंती सतीर बेकरे आ तीन जन को तीन जगह स्थान देइछन आ आमे जेते जे कहिबा आमे मोटरसाइकिल नै जिबा कि साइकिल नै जिबा कि कार नै जिबा के का स्त्री के मुंडे की चंध करके नब कहून केही नेबेनी किंतु सीए मुंडरे बसैछि ना आपण देखंतु कहबार उद्देश्य से दिन पार्वती माँ बारंबार सन्देह करुछंती बोली आपण देखंतु विश्व रे जेते ठाकुर अछंती शिवंकठु आउ अधिका स्त्री रंकुणा केही नाहंती आज समाज रे आमे समस्ते कहबा मो स्त्री की मु भल पाउछ भल पाउछ भल न पाउथले घर जदी करिवे कमला सदन विमला सदन सावित्री सदन से गोलाप सदन से टगर सदन जेते सदन आपण देखंतु स्त्री नारे सब लिखि देबे काई ना भाई भाग नै जीवो काले आमे स्त्री की भल पाउछ बोली ता नारे घर कर देले ता ना बापा ना तो केही लिखंतिनी के बापा ना लिखुची बापा सदन माँ सदन नाई बापा माँ सदन कहीं लिखा स्त्री पर आम श्रेष्ठ अच्छा आम स्त्री की भल पाउछ अच्छा स्त्री की जीए जते भल पाऊ किए जने कहू ए संसार मो स्त्री मरीगला मु ता खपुरी की बेकरे पकई बुलुछि जने किए पकेइबो के भल तो पाउछि खपुरी पकाउनु से भूत डरे किंतु संसार जेते स्त्री रंकुणा
ସବୁଠୁ ଶିବ ଠାକୁର ଶିବ ଆଉ ଦେଖୁନାହାନ୍ତି ଦେଖନ୍ତୁ। ଅର୍ଦ୍ଧାଙ୍ଗ ଈଶ୍ୱର ଅର୍ଦ୍ଧାଙ୍ଗ ପାର୍ବତୀ ଆଜ୍ଞା। ଥାଳେ ରଖିଲେ ପାର୍ବତୀ ହଁ। ସେତିକି ନୁହଁ ନା ମୁଣ୍ଡରେ ରଖିଲେ ଗଙ୍ଗାଙ୍କୁ ହଁ। ପୁଣି ହାଡମାଳ ପକେଇଛନ୍ତି ସତୀର ବାବା ବେକରେ ହଁ। ଆଉ 3 ଜଣଙ୍କୁ 3 ଜାଗାରେ ସ୍ଥାନ ଦେଇଛନ୍ତି ଆଉ ଆମେ ଯେତେ ଯିଏ କହିବା ହଁ। ଆମେ ମୋଟର ସାଇକେଲରେ ନେଇଯିବା ହଁ। କି ସାଇକେଲରେ ନେଇଯିବା ହଁ। କି କାରରେ ନେଇଯିବା ହଁ। କିଏ କା ସ୍ତ୍ରୀ କି ମୁଣ୍ଡେଇକି ଚନ୍ଧ କରିକି ନବ କହୁନ କିଏ ନବ? କେହି ନେବେନି କିନ୍ତୁ ସିଏ ମୁଣ୍ଡରେ ବସେଇଛି ନା ଯୋଉ କଥା ଭାଇ କହିଲେ ଶିବଙ୍କୁ ରକ୍ଷା କରିଦେଲେ କିଏ ସେ ଗଙ୍ଗା ଗଙ୍ଗା। ଗଙ୍ଗା ଯଦି ନ ଆସିଥାନ୍ତେ ଶିବ ରକ୍ଷା ହେଇନଥାନ୍ତେ କିଏ ଶିବଙ୍କୁ ଗଙ୍ଗା ରଖି ନାହାନ୍ତି ଆଉ? ଗଙ୍ଗାଙ୍କ ଅବସ୍ଥା ଶୋଚନୀୟ ହେଇଥାନ୍ତା ତାଙ୍କୁ ଶିବ ରଖିଲେ ସଗର ବଂଶ ବୁଡି ଯାଉଥିଲା ଇଏ ଯେତେବେଳେ ଧ୍ୱଂସ ହେଇଗଲେ ସେଇଠି ଆବାହନ କଲେ ଭଗୀରଥ ମା ଗଙ୍ଗା ଆସିଲେ କହିଲେ ମର୍ତ୍ତ୍ୟ ମାଟି ଗଲେ ତମେ ଯଦି ବହିବ ଶଙ୍କର ବଂଶ ଉଦ୍ଧାର ହବ ଇଏ ଯୋଉ ଉଶୃଙ୍ଖଳିତ ଅବସ୍ଥାରେ ଆସିଲେ ହଁ। ହାତ ଯୋଡ଼ିଦେଲେ ଭଗୀରଥ କହିଲେ ପ୍ରଭୁ ସେ ଯୋଉ ଅବସ୍ଥାରେ ଆସୁଛି ଆଉ ଅବସ୍ଥା ରହିବନି ନାଇଁ। ତେମେ ଆକୁ ରଖ ହଁ। ସେ ସେଇଠି ଜଟା ଖୋଲିଲେ ଫସିଲେ ଗଙ୍ଗା ମର୍ତ୍ତ୍ୟକୁ ଜଟା ଭିତରେ କୁଆଡେ ଗଲେ ଯେ ବାଟ ପାଇଲେନି କହିଲେ ପ୍ରଭୁ ମୁଁ ଏ ବାଟ ପାଉନି ମତେ ଟିକେ ବାଟ ଦିଅ ସେ ବାଟ ପାଇଲେନି ତାଙ୍କୁ ବାଟ ଦେଲେ ସେଇଦିନଠୁ ଗଙ୍ଗାକୁ ମସ୍ତକରେ ବୋହିଲେ ଆଉ ସିଏ ତାକୁ କଣ ବଞ୍ଚେଇ ଦେଲେ କଣ ଜଣେ ଲୋକ ବିଷ ଖାଇଛି ସେ ତା ମୁଣ୍ଡରେ ଖାଲି ପାଣି ଢାଳିଲେ ବଞ୍ଚିବ ନାଇଁ ଜମା ନୁହଁ କାହିଁକି ଏ କଥା କହୁଛି ଆପଣ ଦେଖନ୍ତୁ ବାରମ୍ବାର ଆପଣଙ୍କର ସନ୍ଦେହ ଯୋଉଠି ହବ ସେଠି ବିଶ୍ୱାସ ହଜିଯିବ ସନ୍ଦେହ ଆସିଲା ମା ପାର୍ବତୀଙ୍କ ମଣ୍ଡରେ ସତୀ ଯେତେବେଳେ ଥିଲେ ସେଦିନ ଆପଣ ମାନଙ୍କର ଭଗବାନ ରାମ 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 ଯେତେବେଳେ ମା ସୀତାଙ୍କୁ ହରେଇ ଦେଇଛନ୍ତି ଜଙ୍ଗଲ ଭିତରେ ବୁଲୁଛନ୍ତି ହଁ କହିଲେ ହେ ଖଗ ହେ ମୃଗ ଖଗ ମୃଗ ପତଙ୍ଗ ଶ୍ରେଣୀ କାହିଁ ଦେଖିଅ ସୀତା ମୃଗ ନୟନୀ ଆପଣ ମାନଙ୍କର ସନ୍ଥ ତୁଳସୀଦାସ ଜୀ ଗୋସ୍ୱାମୀ କହିଲେ ମୋ ସୀତାକୁ କିଏ ଦେଖିଛ ଖଗ ମୃଗ ସମସ୍ତଙ୍କୁ ପଚାରୁଛନ୍ତି ଆଜ୍ଞା। ସେଠି ଶଙ୍କରଜୀ ଭଗବାନ ଛିଡା ହେଇଥିଲେ ମୁଣ୍ଡ ନୁଆଇଁ ନମସ୍କାର କରିଦେଲେ ଆଚ୍ଛା ଆଚ୍ଛା ନମସ୍କାର ଯେତେବେଳେ କଲେ ସିଏ ପଚାରୁଛନ୍ତି କହିଲେ ସିଏ କିଏ ସେ ନା ପରମ ବ୍ରହ୍ମ ସଚିଦାନନ୍ଦ କହିଲେ ସଚିଦାନନ୍ଦ କାହିଁକି ଆକୁ କୁହାହବ ସତ୍ ଚିତ୍ ଆନନ୍ଦ ଯାହା ପାଖରେ ସତ ନାହିଁ ଯାହାର ଚେତନା ନାହିଁ ଯାହା ମନରେ ଖୁସି ନାହିଁ ସେ ସଚିଦାନନ୍ଦ ହେବେନି ଇଏ ତ ଅହରହ କାନ୍ଦୁଛି ଆ ମନରେ ଖୁସି ନାହିଁ ସତ ଯଦି ଇଏ ହେଇଥାନ୍ତା ମିଛ ପଛରେ କାହିଁକି ଗୋଡଉଛି ନାରୀ ପଛରେ ତ ଗୋଡେଇଛି ମାଇଆ ପଛରେ ତେଣୁ ଆ ପାଖରେ ସତ ନାହିଁ ଚିତ୍ ଆ ପାଖରେ ଚେତନା ନାହିଁ ଯଦି ଚେତନା ଥାନ୍ତା ଇଏ ଗଛ ପତ୍ରକୁ ପଚାରୁଥାନ୍ତା ମୋ ସୀତା କୋଉଠି ଅଛି ମତେ କହିଦିଅ ଆହେ ବନ ଗିରି ଲତା କେତେ ଗାଁ ଦାଣ୍ଡରେ ଆପଣ ଦେଖିବେ ମାଳ ବାଇଗଣ ବିକା ଆସିଥିବ ସ୍ୱାମୀ ଯଦି ପଚାରିବେ ଭାଇ କେତେ ଟଙ୍କା ନା ନୂଆ ବାହାରୁଛି 50 ଟଙ୍କା ସ୍ତ୍ରୀ ସିଆଡେ ଚୁମୁଟିକି ଭିଡି ପକଉଥିବ ତେମେ ତାଉ ନ ମାନେ ସିଏ ରେଟ୍ କରି ଜାଣିବନି ଇଏ ରେଟ୍ କିରେ ସ୍ୱାମୀ ଆଗରେ ଗଲାବେଳେ ସ୍ତ୍ରୀ ଯୋଉଠି ଭିଡିବ ସେ ଘରୁଟି ଭୁଷୁଡିବ ଆଉ କେମିତି କଥା ସିଏ ସେଇଠି କହୁଛି କହିଲା ତମେ ପାଟି କର ନା ମୁଁ ତାକୁ ଟିକେ ପରୀକ୍ଷା କରିବି କହିଲେ ସତୀ ସିଆଡିକି ଯା ନା ନଷ୍ଟ ହେଇଯିବ ଇଏ କହିଲେ ନା ମୁଁ ପରୀକ୍ଷା କରିବି ସେଦିନ ଯେତେବେଳେ ସୀତାଙ୍କ ରୂପ ଧାରଣ କରି ମା ସତୀ ଯାଇ ପହଞ୍ଚିଛନ୍ତି ଭଗବାନ ପରମ ବ୍ରହ୍ମ ରାମ ନମସ୍କାର କରିଦେଲେ କହିଲେ ମା ପ୍ରଣାମ ଇଏ ପରୀକ୍ଷା କରିବାକୁ ଯାଇଥିଲେ ଯଦି ସୀତା ରୂପ ଧରି ଆଗରେ ବୁଲିବି ଯଦି ମୋ ପଛରେ ବୁଲିବ ମୁଁ ଜାଣିବି ଏଇଟା ଗୋଟେ ପାଗଳ ମୋ ସ୍ୱାମୀ ଭୁଲ ଆଉ ସ୍ୱାମୀ କହୁଛି ସେଇଟା କାହିଁକି ନା ସ୍ୱାମୀ କଥାକୁ ମା ଅବମାନନା କରିବନି ଯୋଉ ନାରୀ ଯେତେବେଳେ ଯୋଉଠି ସ୍ୱାମୀ କଥା ଅବମାନନା କରିଛି ଭୁଲରେ ପଡିଛି ଆପଣ ଯେତିକି ମା ପାଲା ଦେଖୁଛନ୍ତି ଗୋଟାଏ କଥା ମନେ ରଖିଥାନ୍ତି ଜଗତରେ ମଣିଷ ଦେବତା ବୋଲି କାହାକୁ ଜାଣିନି ଓଡିଆ ଭାଗବତ କହନ୍ତି ବୋଲେ ଗୁରୁ ବ୍ରାହ୍ମଣ ଗୁରୁ ବ୍ରାହ୍ମଣ ବାପା ମା ଦେବତା ବୋଲି ଆମେ କାହାକୁ ଜାଣିନି ଏଠି ବିଶ୍ୱକର୍ମାଙ୍କ ମୂର୍ତ୍ତି ବସି ଥାନ୍ତୁ କି ଲକ୍ଷ୍ମୀ ପୂଜା ଆମେ କରିବା ଗଜଲକ୍ଷ୍ମୀ ପୂଜା କରିବା ଗଣେଶ ପୂଜା ଗଲା ସରସ୍ୱତୀ ପୂଜା କରିବା ଦୁର୍ଗା ପୂଜା କରିବା ଯେତେ ପୂଜା ଆପଣ କରନ୍ତୁ ମୂର୍ତ୍ତିବାଦକୁ ପୂଜା କରନ୍ତୁ ମନା ନାହିଁ କିନ୍ତୁ ଓଡିଆ ଭାଗବତରେ ଜଗନ୍ନାଥ ଦାସ କହିଲେ କହିଲେ ମା ଗୁରୁ ବ୍ରାହ୍ମଣ ବାପା ମା ଏ 4 ଜଣ ହଉଛନ୍ତି ଦେବତା ସଂସାରରେ ଆମେ ଦେବତା ବୋଲି ଆଉ କାହାକୁ ଜାଣିନୁ କାହିଁକି ନା ଏମାନେ ଚଳନ୍ତି ପ୍ରତିମା ଯୋଉଥିପାଇଁ ବାଇଆ ଗୀତାରେ ସିଦ୍ଧ ମହାପୁରୁଷ ବାଇଆ କହିଲେ କଣ କହିଲେ ବୋଲେ ଖାଇଲା ଦେବତା ମାଗୁଛି ତାକୁ ମିଳଇ ନାହିଁ ଏଠି ଖା ଖା ପରି କହିଲେ ସେତ ଭୁନ୍ଦଇ ନାହିଁ ଖାଇଲା ଦେବତା ଦୁଆରେ ବାପା ମାଗୁଛି କି ମା ମାଗୁଛି ପୁଅ ମତେ ଅମକେ ଦିଏ ସମକେ ଦିଏ ଆମେ ବାପା ମା କୁ ଦବାନି କାହିଁ ପାଟି କରୁଛୁ ସଂକ୍ରାନ୍ତି ଟାରେ ଖାଲି ମରି ଯାଉଛି ଖାଇବ ପାହାତାରୁ
बापा को धमकई दबा आज्ञा। चा टिके दबानी हाँ। बेलपत्र तुलसी पत्र नहीं आज्ञा। मोटरसाइकेल पछे स्त्री की बसई हाँ। शिव मंदिर रे जाई आज्ञा। घंटी बजाई हाँ। षंढ सोईची हाँ। ताको मुंडिया मार दे आसीबा आज्ञा। काई किलो मा से होची दियो दियो। ये किछि नुह नुह। सेउची होची मनीषा मनरे भ्रम आपण काई के कथा कहूची काईकी? ना आपण केते कोटीपति हेई थांतु आज्ञा। 10 ताला बिल्डिंग करी थांतु हाँ। आपण 100 बखरा घर करी थांतु आज्ञा। ता भीतर 20 टा बखरा एसी रूम थाउ हाँ। किंतु संसार भीतर कई जने मनीष कहबो मो बापा पे 3 महला भीतर को कोठाटी को बखराटी कहि परिबो नहीं, नहीं। कहि परिबानी नहीं तो। डायग्राम आनिथबा सब रूम थबो आज्ञा। किचन रूम हाँ। ड्राइंग रूम हाँ। बेडरूम हाँ। स्टडी रूम हाँ। गॉड रूम हाँ। डॉग रूम Yes। सब रूम आज्ञा। सेई मनीष को जदी पचारिबो एडे बड़ कोठा हाँ। तो बापा घर कोउटा बापा घर कोटा सीढ़ी तळ कोन सीढ़ी तळ मनीष देखंतु आज्ञा कुकुरा को पछे पाखरे सुआइबो आज्ञा बापा को सुआइबनी ना काई के कथा कहूची काहींकी? नाजीर समाजर मनीष आज्ञा। देवता जदि काहा को बुझी थांता आज्ञा। ताले मिछ पछरे कोन गोड़ई थांता उड़ंतानी काई के कथा कहूची काहींकी? जो मंदिर को जाउची शिवं को पूजा करी आज्ञा। बोले सेई मंदिर हाँ। पूजा मंदिर भितर किए से बसिछि मूर्ति मूर्ति शिव बोली आपण जहा को कहउछंती आज्ञा। एठी चलंती प्रतिमा बापा मां बापा मां। संक्रांति रे उपवास अछंती एडी की बड़ नडिया आज्ञा। सेउ अंगुर कमला डालिंब हाँ। कदली नै आज्ञा। मंदिर रे आमे पूजा करू लाभ कौन अच्छी माँ କିଛି ଲାଭ ନାହିଁ मूर्तिवाद को पूजा करंतु किछि कथा ନାହିଁ। नहीं आगे ता कथाटी तुटेई देई तापर अन्य कथा कर माँ मरी जाइछि हाँ। बापाटी बंचिछि आज्ञा। माँ श्राद्ध दिन हाँ। बापा जदि पचारिबा पिले हाँ। कोन हेलानी कि रे ना माकडर तो पेट पोड़ी जाउछि हाँ। श्राद्ध पतर पड़ीनी हाँ। या हाउ हाउ हेलानी खाइबो खाइबो ହିଁ ତ କହିବେ। श्राद्ध काबे पकोचलो माँ अरे हे। काई की कहउछे कथा काहींकी? माँ मरी जाइछि हाँ। बापा बंचिछि आज्ञा। माँ श्राद्ध दिन आगे बापा को गंडिए खाइबा को देई देबे बस। तापरे माँ रो श्राद्ध पकांतु किछि कथा नाही किरे माँ ठो कोन बापा बड़ नुह बड़ बापा तो डहल विकल होची तू जो श्राद्ध पकाउछु हाँ। का पे पकाउछु का पे पकाउछु? लाभ कोन अछि किछि नाही। हे गुणग्राही विवेकी पंडित महोदय ओडिया भागवत रे जगन्नाथ दास कहले आज्ञा। माँ बापा माँ ठो बड़ देवता विश्व रे केही नाही केही नाही। कहले प्रत्यक्ष देवता सम मणि रहे जननी भला जननी जनके आउ करूछि सदा प्राण सदा ईश्वर जते पुआ झियो चलंती प्रतिमा बापा माँ जने पुआ झियो पाई ता बापा माँ होची देवता देवता। गोटे स्त्री पाई आज्ञा। ता स्वामी होची लो माँ देवता देवता। जने शिष्य पाई हाँ। ता गुरु होची ता देवता देवता। देवता कहले आउ सृष्टि रे केही नाही नाही। ताले गुरु बोली आमे का को कहबा गुरु कोन जे पाठ पढेची सेही खाली गुरु सेही गुरु। जे पाला शिखाइची सेही सेही गुरु गुरु। जे दीक्षा देइची सेही गुरु सेही गुरु। नाही आउ? कहले जगत रे हाँ। समस्तଙ୍କ ପାଇଁ ସମସ୍ତେ गुरु ସମସ୍ତଙ୍କ କାଇଁ के କଥା कहूची କହନ୍ତୁ, କହନ୍ତୁ। ଆପଣ ମାନଙ୍କର मेहर साहित्य देखंतु हाँ। कहले स्वामी गुरु स्वामी परम बांधव स्वामी ये स्वामी पद भक्ति अस्तनार मति स्वामी होची जने स्त्री ପାଇଁ गुरु गुरु जदि विश्व रे कई गुरु थाए माँ जेते कि माँ बसिछ हाँ। गोटे बाहाला झियो पाई आज्ञा। ता गुरु होची ता स्वामी स्वामी मेहरा कहि देले आज्ञा। बोले जदि सिया होची गुरु हाँ। ता कथा न मानी हाँ। बुद्धे ओसा दिन आज्ञा। स्वामी दौड़ कंदी करी घास उपुड़े उपुड़े सियाडू पाचला पड़ी के आसी थब आज्ञा जे आसिला बेल के पखाळ भात को बाइगण पड़ी के थई थब ଶୋଇଥିବ किरे एमिति कोन करछु मु पानी रे नागी नागी आसीछि हाँ। ना है हाँ। आज तमे भलो मंद दिन चळेई दबनी କଣ ହେଇଛି କି मोर बुद्धे ओसाटा आ मु करी पाइलेनी देखंतु स्वामी हाँ। पानी कादुरे नागी नागी आसिला आज्ञा बुद्धे ओसा दिन हाँ। पखाळ भात को बाइगण पोड़ा खाइला ଖାଇଲା ତ किंतु आपण उपरला दौड़ कंदी करबा को आउ थरे बाहला बेलकु आज्ञा। स्त्री करथब कोन ना तिनी कणिया पड़े परोटा हाँ। ता देरे बहलिया सिमिया बसी के मोडुची वाह रे। किरे ओसा किए करथला तू ना सिए ଇଏ କିରେ ओसा दियार हाँ। उपास रहिला स्वामी आज्ञा। ताले मा हजारे वर्ष एमिति उपास कले हाँ। फायदा किछि अछि କିଛି ଫାଇଦା ନାହିଁ किरे चलंती प्रतिमा स्वामी के उपास रखी आज्ञा। जो बुद्धे ओसा कल हाँ। काई की कल कौन ପାଇଁ କଲ? काई के कथा मु कहूची ना आपण गोटिए कथा मने रखि था कौन, कौन? से दिन पार्वती सती हाँ। मा जदी चिंता करी थांते मो स्वामी नमस्कार होची हाँ। मु नमस्कार हे जिमी हाँ। ताले असुविधा किछि थांता କିଛି ନାହିଁ ये नमस्कार हेलेनी नहीं। बोले सीना दांड रे आपण देखिबे माळ बाइगण विकास थबो स्वामी जदी पचारे भाई केते टंका ना नुआ बाहरुची 50 टंका स्त्री साड चुमुटी के भिड़ी पकोथो ହଁ ହଁ तेम ताउ न माने से रेट कर जानिबो नहीं। ये रेट करिबो, हाँ। किरे स्वामी आगे गला बेले स्त्री जोठी भिड़िबो आज्ञा। से घरुटी भुसुड़िबो भुसुड़िबो। आ केमिति कथा आज्ञा। से साइठी कहूची हाँ। बोला तमे पार्टी करना करना। मु ताकू टिके परीक्षा करबी कहले सती हाँ। सियाड़ी की जाना नहीं। नष्ट हो जिवो ये कहले ना मु परीक्षा करबी
से दिन जितेबाला सीता रूप धारण करी माँ सती जाई पहुंची भगवान परम ब्रह्म राम नमस्कार करदे कहले माँ प्रणाम ये परीक्षा करिया जाइए सीता रूप धरी आगे बुलबी यदि मो पछरे बुलब मु जानी एटा गोटे पागल मो स्वामी भूल स्वामी कहूँ सेटा कहीं ना स्वामी कथा को माँ अपमानना करबनी जो नारी जिते बेले जो स्वामी कथा अवमानना करिछि भूल रे पड़िछि आपण जेति की मां पाला देखुछंती गोडा कथा मने रखि थां जगत रे मनीष देवता बोली काहा को जानिनी ओडिया भागवत कहंती बोले गुरु ब्राह्मण पिता गुरु ब्राह्मण बापा माँ देवता बोली आमे काहा जानिनी एटी विश्वकर्मा को मूर्ति बसी थांतु कि लक्ष्मी पूजा आमे करिबा गजलक्ष्मी पूजा करिबा गणेश पूजा गला सरस्वती पूजा करिबा दुर्गा पूजा करिबा जेता पूजा आपण करंतु मूर्तिवाद को पूजा करंतु मना नहीं किंतु ओडिया भागवत रे जगन्नाथ दास कहले माँ गुरु ब्राह्मण बापा माँ ए चारि जण होछंती देवता संसार आमे देवता बोली आ काहा जानिनु काहेकि ना एमाने चलंती प्रति जो बाया गीता रे सिद्ध महापुरुष बाया कहले बोले खाइला देवता मागुछि ताकू मिलई नहीं खा पड़ी पहिले सत भुंदई नहीं खाइला देवता दुआरे बापा मागुछि कि माँ मागुछि पुआ मते अमक दिए समक दिए आमे बापा माँ को दबानी कहीं पार्टी करूँ संक्रांति टारे खाली मरी जाऊँ खाइब खाइब पाहातारू बापा को धमकई दबा चा टिके दबानी बेलपत्र तुलसी पत्र नहीं मोटरसाइकेल पछे स्त्री की बसई शिव मंदिर रे जाई घंटी बजाई षंढ सोईची ताकू मुंडिया मार दे आसीबा काहे किलो माँ से होची दियो ये किछि नुह सेउटी होची मनीषा मन रे भ्रम आपण काई के कथा कहूची ना आपण केते कोटीपति हेई थांतु 10 तला बिल्डिंग करी थांतु आपण 100 बखरा घर करी थांतु ता भीतर 20 टा बखरा एसी रूम थाउ किंतु संसार भीतर कई जणे मनीष कहिवो मो बापा पे 3 महला भीतर को कोठाटी को बखराटी कहि परिबो नहीं कहि परिबा नहीं तो डायग्राम आनी थबा सब रूम थबो किचन रूम ड्राइंग रूम बेडरूम स्टडी रूम गॉड रूम डॉग रूम सब रूम सेही मनुष्य को जदी पचारिबो एडे बड़ कोठा तो बापा घर कोठा सीढ़ी तळ कोन सीढ़ी तळ मनीष देखंतु कुकुरा को पछे पाखरे सुआइबो बापा को सुआइबनी काई के कथा कहूची नाजीरा समाज रो मनीष देवता जदी काहा को बुझी थांता ताले मिछ पछरे कोन गोडई थांता काई के कथा कहूची जो मंदिर को जाउची शिवं को पूजा करी बोले सेही मंदिर पूजा मंदिर भीतर किया से बसिछि मूर्ति शिव बोली आपण जहा को कहउछंती एठी चलंती प्रतिमा बापा माँ संक्रांति रे उपवास अछंती एडी की बड़ नड़िया से अंगुर कमला डालिब कदली नहीं मंदिर रे आमे पूजा करू लाभ कौन अच्छी माँ मूर्तिवाद को पूजा करंतु किछि कथा नहीं आगे ता कथा टी तुटेई देई तापर अन्य कथा करो माँ मरी जाइछि बापा टी बंचिछि माँ श्राद्ध दिन बापा जदी पचारिबा पिले कोन हेलानी कि रे ना माकडर तो पेट पोड़ी जाउछि श्राद्ध पतर पड़ीनी या हाउ हाउ हेलानी खाइबो श्राद्ध काबे पकोचुलो माँ काई की कहउछे कथा माँ मरी जाइछि बापा बंचिछि माँ श्राद्ध दिन आगे बापा को गंडिए खाइबा को देई देबे तापरे मार श्राद्ध पकांतु कथा नहीं कि रे माँ ठो कौन बापा बड़ नुह बापा तो डहल विकल होची तू जो श्राद्ध पकाउछु का पे पकाउछु लाभ कौन अछि हे गुणग्राही विवेकी पंडित महोदय ओडिया भागवत रे जगन्नाथ दास कहले माँ बापा माँ ठू बड़ देवता विश्व रे केही नाही कहले प्रत्यक्ष देवता सममणि भला जननी जनके आउ करूछि बसदा पुआ झियो चलती प्रतिमा बापा माँ जने पुआ झियो पाई ता बापा माँ हूँ देवता गोटे स्त्री पाई ता स्वामी हूँ माँ देवता जने शिष्य पाई ता गुरु हूँ ता देवता देवता कहले आउ सृष्टि रे केही नाही ताले गुरु बोली आमे का को कहबा गुरु कौन जे पाठ पढ़े से खाली गुरु जे पाला शिखाई से गुरु जे दीक्षा देछि से गुरु नाही बोले जगत रे समस्त समस्ते गुरु काई कथा कहूछि आपण मानकर मेहर साहित्य देखंतु बोले स्वामी गुरु स्वामी परम बांधव स्वामी
ସ୍ୱାମୀ ହଉଛି ଜଣେ ସ୍ତ୍ରୀ ପାଇଁ ଗୁରୁ। ଗୁରୁ ଯଦି ବିଶ୍ୱରେ କେହି ଗୁରୁ ଥାଏ ମା ଯେତିକି ମା ବସିଛ ଗୋଟିଏ ବାହା ହେଲା ଝିଅ ପାଇଁ ତା ଗୁରୁ ହଉଛି ତା ସ୍ୱାମୀ। ମେହେରା କହିଦେଲେ କହିଲେ ଯଦି ସିଏ ହଉଛି ଗୁରୁ ତା କଥା ନ ମାନି ବୁଧେଇ ଓଷା ଦିନ ସ୍ୱାମୀ ଦୌଡ଼ କନ୍ଦି କରି ଘାସ ଉପୁଡେ ଉପୁଡେ ସିଆଡୁ ପାଚଲା ପଡିକି ଆସିଥିବ। ଆସିଲା ବେଳକୁ ପଖାଳ ଭାତକୁ ବାଇଗଣ ପଡିକି ଥୋଇଥିବ। କିରେ ଏମିତି କଣ କରିଛୁ? ମୁଁ ପାଣିରେ ନାଗି ନାଗି ଆସିଛି ନା। ହେ ଆଜି ତମେ ଭଲ ମନ୍ଦ ଦିନ ଚଳେଇ ଦବନି। କଣ ହେଇଛି କି? ମୋର ବୁଧେଇ ଓଷା ଟା ଆଉ ମୁଁ କରିପାରିଲିନି। ଦେଖନ୍ତୁ ସ୍ୱାମୀ ପାଣି କାଦୁଅରେ ନାଗି ନାଗି ଆସିଲା ବୁଧେଇ ଓଷା ଦିନ ପଖାଳ ଭାତକୁ ବାଇଗଣ ପୋଡା ଖାଇଲା। କିନ୍ତୁ ଆପଣ ଉପରଳା ଦୌଡ଼ କନ୍ଦି କରିବାକୁ ଆଉ ଥରେ ବାହାରିଲା ବେଳକୁ ସ୍ତ୍ରୀ କରିଥବ କଣ ନା 3 କଣିଆ ପରଟା ତା ଦେହରେ ବହଳିଆ ସିମିଆ ବସିକି ମୋଡୁଛି। କିରେ ଓଷା କିଏ କରିଥିଲା ତୁ ନା ସିଏ? ଓଷା ଦିଆର ଉପାସ ରହିଲା ସ୍ୱାମୀ। ତାହେଲେ ମା 1000 ବର୍ଷ ଏମିତି ଉପାସ କଲେ ଫାଇଦା କିଛି ଅଛି? କିରେ ଚଳନ୍ତି ପ୍ରତିମା ସ୍ୱାମୀକୁ ଉପାସ ରଖି ଯୋଉ ବୁଧେଇ ଓଷା କଲ କାହିଁକି କଲ? କାହିଁକି କଥା ମୁଁ କହୁଛି ନା ଆପଣ ଗୋଟିଏ କଥା ମନେ ରଖିଥାନ୍ତୁ। ସେଦିନ ପାର୍ବତୀ ସତୀ ମା ଯଦି ଚିନ୍ତା କରିଥାନ୍ତେ ମୋ ସ୍ୱାମୀ ନମସ୍କାର ହଉଛି ମୁଁ ନମସ୍କାର ହେଇଯିବି ତାହେଲେ ଅସୁବିଧା କିଛି ହେଇଥାନ୍ତା? ଇଏ ନମସ୍କାର ହେଲେନି କହିଲେ ସିଏ ନମସ୍କାର ହେଲେ ହଉଥାଉ ମୁଁ ହେବିନି ମୁଁ ପରୀକ୍ଷା କରିବି। ମା ସେଇଠି ହେଲା ଭୁଲ। କାହିଁକି ନା ଜଗତରେ 4 ଜଣ ଜାଣନ୍ତିନି ଅତିଥି ବାଳକଂ ଶୈବ ରାଜା ଭାର୍ଯ୍ୟା ତଥୈବ ଚ ଅସ୍ତି ନାସ୍ତି ନ ଜାନାତି ଦେଇ ଦେଇ ପୁନଃ ପୁନଃ। କହିଲେ 4 ଜଣ ସଂସାରେ ଜାଣନ୍ତିନି। ଅତିଥି ଅତିଥି ଆପଣଙ୍କ ଦୁଆରକୁ ଆସିବେ ମାଗିବେ କଣ ଉଠେ ମା ମତେ ଖାଇବାକୁ ମିଳୁ। ଆପଣ ଦେଖନ୍ତୁ ସିଏ ଜାଣିବେନି ଆକ ଘରେ ଝଗଡା ହେଇଛି ନା ଖାଇବାକୁ ଅଛି କି ନାହିଁ। ସିଏ ମାଗିବା କଥା ମାଗିବେ। ବାଳକ ଛୋଟିଆ ଛୁଆଟି ସ୍କୁଲରେ ପଢୁଛି ସାଙ୍ଗ ପିଲା ନୂଆ ପ୍ୟାଣ୍ଟ ସାର୍ଟ ପିନ୍ଧି ଗଲା ଇଏ ଘରେ ଆସି ଅଝଟ କରିବ ବାପା କି ବୋଉ ମତେ ନୂଆ ପ୍ୟାଣ୍ଟ ସାର୍ଟ ଦିଏ। ଇଏ ଜାଣିବନି ମୋ ବାପା ଧନୀ କି ଗରିବ। ତା ବାପା ଦରମା ପାଉଛି ସେ ନୂଆ ପ୍ୟାଣ୍ଟ ସାର୍ଟ ପିନ୍ଧିଲା ମୋ ବାପା ତ ଗରିବ। ये पिला कौन जानिबो नहीं पिला जानिबोनी अतिथि जानिबेनी कि छोटिया छुआ जानिबोनी राजा 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 भल मंद जानिबेनी दंड विधान करबा कथा जहा से करबा कथा करिवे से कहिबे ताको पाली दिन तू आसीबा कथा आसे भारजिया आ सबुठो अबुझा होची स्त्री स्त्री कोन शेष रे कवि काहे की रखिले जगत रे समस्त अल्प बहुत जानिबे स्त्री जानिबोनी नहीं से उपास करिछि सावित्री तमरो सेउ किलो 300 कमला किलो 200 अंगुर किलो 250 डालिंब किलो 300 कदली दर्जन 150 ये लिखिथबो सबुथुरु किले किले स्वामीर दरमा 300 दिन जाक मजूरी लागिले पत्थर टेकिले कि पत्थर बोइले ये किले किले लिखिथबो 3000 टंकार ये जानिबा दरकार मो स्वामीर रोजगार केते ये जदी जानू थांता कोन लिस्ट दउ थांता नहीं ये जानंती काहे की ना पांचटी जो जीवन रे तांकू केबेले शांति आपण करि पांच जो किए जाया जमाता जलाशय जठराग्नि जातवेद पांचटी जो सिए सब बेले असंतुष्ट मूल जो जाया जाया प्रथम रे अछि सेई स्त्री 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 की शांति कला पुरुष संसार की से 200 टंका रे लुगाटा आनिबो चलिबो 500 टंका रे आनिबो चलिबो 3000 टंका रे जदी आनिबो चिपी देई कहबो अन्य कलर नथला कलर केते आनिले मध्य से शांति नहीं नहीं एते पैसा रे त आनी छी से चिपीबो चिपीबो आगो परा चिपीबो सावित्री दिन पूजा करबा को जाइथबे ओडिसा घर बहुटी संगरे ये जदी संठ पछपटे छिडा हेई साड़ी पूजा कला बेले देखिबो क्वालिटी की क्वालिटी मेल हला नमस्कार टी हला नले सत्यवान से दिन घर गला सत्यवान को घरे से रखै दबा कोन डिरा आनी छी नुगा निये तो नुगा तुने जेते रोजगार गले तेणु ताकू शांति करी हबो नहीं जाया जामाता जुआई जुआई की मां के शांति करछ कह तमरो घर द्वार बिकी की ताकू देई दबो पोखरी तोठरे गाधौ थबो दश मंगला को के यदि सांग पचारे भाई ससुर हर कोन देले कि रे कह चंडाळ एई गोटा का देई ना चंडाळ कहे ना कोन कह सेइटा कोन पेंडाल रे कहियो तमरो पछे नेलिया पोख आखिरे उड़ी जाउ थबो सिए कहयो चंडाळ एइटा देई कि रे तम हिसाब सिए कोन जानिबो से शांति नुह जगत रे 9टी ग्रह काकु रुहा कंटा टिके काकु हळदिया कन्ना काकु राशि तेल काकु सोरिष दीटा काकु कोन देई शांति करिवे जुआई बोली जो दशम ग्रह सर्वस्व देई देले से शांति नाही ना इथम मुठीबार बिल देई रो ना ता मन शांति नाही ता मन घर डिह नै जिवा जाया जामाता जलाशय से कोन 17 दिन मेघ पकौ पोखरी पानी मा कोठे उछुली लानी ना से उछुलीनी कि उछुलीबनी काहे की
ନା ସେ ପୁରା ଅଶାନ୍ତ ଆଜ୍ଞା। ତା ଭିତରେ ସବୁ ରହିବ ଆଜ୍ଞା ଜଠରାଗ୍ନି ସେ କଣ ପେଟ ପେଟ। ପେଟ ଚାଖଣ୍ଡକ ଯଦି ପୁରୀ ଯାଉଥାନ୍ତା ଆଜ୍ଞା। ଆମେ ପାଲା ବାଲା ରାତି 11ଟା 12ଟାରେ କାହିଁକି ତମ ଦୁଆରେ ହୋ ହୋ ହଉଥାନ୍ତା କଣ ଆପଣ ତ ଘର ପାଖରୁ ଯାଜପୁର ଦୌଡୁଛି ସେ ହଁ କୋଉଠୁ କାହିଁକି ଏ କଥା କହୁଛି କାଇଁ? ନା ଜୀବନ କାଳ ଭିତରେ ହଁ। ପେଟ ଯଦି ପୁରୀ ଯାଉଥାନ୍ତା ହଁ। ତାହେଲେ ମଣିଷ ଅସୁବିଧାରେ ପଡନ୍ତା ଜଠରାଗ୍ନି। ତେଣୁ ତାକୁ ଶାନ୍ତି କରିହବନି ନାଇଁ। ଜାତବେଦ ଜାତବେଦ। ନିଆଁ ହଁ। ଆପଣଙ୍କ ଗାଁରେ ଯଜ୍ଞ ହବ ଆଜ୍ଞା। ହୋମ ହବ ହଁ। 100 କୁଇଣ୍ଟାଲ ଘିଅ ପଡି ଦିଅନ୍ତୁ ହଁ। ଆଉ ଯଦି 250 ଘିଅ କିଏ ସେ ଭାଇ ଭୁବନେଶ୍ୱର ଆସିଲା ଡେରି ହେଲା ଟିକେ ଓଜାଡି ଦେଲୁ ସେ ଓଜାଡି ଦେଲେ ଘାଉଁ କରି ଖାଇଦବ ହଁ। ସେ କଣ ମନା କରିବ ନାଇଁ ନାଇଁ ମୁଁ ଏତକ ଖାଇଲିଣି ଆଉ ଖାଇବିନି ନାଇଁ ମନା ଇଏ କରିବନି। ସବୁ ଅଶାନ୍ତି ଆଜ୍ଞା। କାହିଁକି ଲୋ ମା ଏ କଥା କହୁଛି କାଇଁ? ଜୀବନରେ ଯୋଉ ନାରୀ ହଁ। ଅଳ୍ପକେ ଶାନ୍ତି ହୁଏ ହଁ। ତାକେ କହନ୍ତି ନାରୀ ବାଃ। ସେଦିନ ମା ସତୀ ହଁ। ବୁଝିଲେନି ନାଇଁ। କାହିଁକି ବୁଝିଲେନି କାଇଁ? କହିଲେ ନା ତମ କଥାରେ ମୁଁ ବିଶ୍ୱାସ ଯିବିନି ନାଇଁ। ପରୀକ୍ଷା କରିବି ହଁ। ସୀତାଙ୍କ ରୂପ ଧରି ଗଲେ ହଁ। ପ୍ରଭୁ ଜାଣିଦେଲେ କହିଲେ ମା ଆସୁଛି ମତେ ପରୀକ୍ଷା କରିବାକୁ ବାଃ, ବାଃ। କହିଲେ ମା ମା। ପ୍ରଣାମ ହାରିଗଲେ ମା ସତୀ ଫେରିଲେ ଯେତେବେଳେ ଶିବ କହିଲେ କୁଆଡେ ଆସିଲ ସତୀ ନା ପ୍ରଭୁ ମୁଁ ହାରିଗଲି ନା ହାରିବ ତ କାଳେ କାଳେ ତମେ ଯଦି ହାରୁ ନଥାନ୍ତ ମୋର ମାଳ ନମ୍ବୁଥାନ୍ତା କେମିତି ହଁ। ଆଉ ଯେତେ ଥର ସିଏ ଯିବେ ଗୋଟିଏ ସିଲେଇ କରିବେ ହଁ। ଏମିତି କିରି 107 ଥର ଆସି ତମେ ପହଞ୍ଚିଲଣି ହଁ ସତୀ କେଡେ ବଡ ଭୁଲ ତମେ କଲ ନା ଭୁଲ ହେଇଗଲା ହଁ। ନା ଇଆଡେ କୁଆଡେ ଆସିଲ ନା ରହିବି ନା ମୋ ପ୍ରଭୁ ଯୋଉଠି ତମକୁ ମା ଡାକିଲାଣି ହଁ। ମୁଁ ତମକୁ ସ୍ତ୍ରୀ ଭାବରେ ଗ୍ରହଣ କରିବି କଣ ମୋ ଅବସ୍ଥା ଶୋଚନୀୟ ହବ ନାଇଁ। ଆଉ ତମର ସ୍ଥାନ ନାହିଁ ନା। ସିଆଡେ ଗଲେ ହଁ। ପରବର୍ତ୍ତୀ ଅଧ୍ୟାୟ ଯେତେ କଥା ବାଃ, ବାଃ। ତାହେଲେ କହିବା କଥା ଆଜ୍ଞା। ସେଦିନ ସନ୍ଦେହ ପାଇଁ ହଁ। ଜଣେ ନାରୀ ଏ ସୃଷ୍ଟିରେ କେତେ ବଡ ଅଧ୍ୟାୟ ସୃଷ୍ଟି କରିଦେଇଛି ଆଜ୍ଞା। ଯଦି ସନ୍ଦେହ କରିନଥାନ୍ତେ ମା ତାହେଲେ ଜୀବନରେ କିଛି ହେଇନଥାନ୍ତେ ନାଇଁ। ଯେ କିନ୍ତୁ ସେଇଟା ତ ନାରୀର ଧର୍ମ ଆଉ ଆଜ୍ଞା। ତମ ଘର କଥା ନୁହଁ ଆମ ଘର କଥା ନୁହଁ ହଁ। ଆମେ ତମ ଗାଁ କଥା କାହିଁକି କହିବୁ ନା। ତମ ଗାଁ ମା ମାନେ ଭଲ ଭଲ। କଣ ଖରାପ କହିବୁ କାଲିଠୁ ପାଲା ଦେଖି ଆସିବେନି ବୋଲି ନାଇଁ। ନାଇଁ ନାଇଁ ତେମେ ଭଲ ହଁ। ଆମେ ଆମ ଘର କଥା କହୁଛୁ ବାସ୍ ବାସ୍। ହଁ। କହନ୍ତୁ, କାହିଁକି ଏ କଥା କହୁଛି କହ। ନାରୀ ଜାତି ସନ୍ଦେହୀ ଜୀବନ କାଳ ଭିତରେ ଆଜ୍ଞା। ଆପଣ କେତେ କଥା କରନ୍ତୁ କାଲି ପ୍ରାକ୍ଟିକାଲ କଥା ଦାଣ୍ଡ ପଟୁ ହଁ। ପାଟି ପାକୁ ପାକୁ କରିବେ ଘର ଭିତରେ ପଶିଯିବେ ହଁ। ସିଏ ଦେଖିବ ସ୍ତ୍ରୀ ଆସୁଛି ହଁ। ପାଟ ପୋଛା ପୋଛି କରିଦବ ନା କଣ ଟିକେ ଖାଉଥିଲ ପଚାରିବ ସିଏ ପଚାରିବ ହଁ। କଣଟେ ଖାଉଥିଲ କାହିଁକି ନା ତା ଜୀବନଟା ପୁରା ଗଢା ଠିକ ତ। ସେଇଥିରେ ହଁ। ଯୋଉଥିପାଇଁ ସେଦିନ ମହାଭାରତର ଯୁଦ୍ଧ ସରିଲାଣି ଆଜ୍ଞା। ଶେଷ ଜୀବନରେ ଦୌଡ଼ିଛି ଅଶ୍ୱତ୍ଥମା ହଁ। ଠାରୁଛନ୍ତି ମା ଦ୍ରୌପଦୀ ବାବା। କହିଲେ ସେ ଚଣ୍ଡାଳୁକୁ ହାଣି ଦିଅ ଭଗବାନ ବାସୁଦେବ ପଚାରିଦେଲେ କହିଲେ ମା ଏତେ ମହାଭାରତ ଯୁଦ୍ଧରେ ମଲେ ତମେ କଣ ଶାନ୍ତି ନୁହଁ ନା ମୋ ଜୀବନ ପରା ଅଶାନ୍ତି ମୁଁ ଅଶାନ୍ତରୁ ସୃଷ୍ଟି ହେଇଛି ଯେତେ ମରିଗଲେ ମଧ୍ୟ ମୁଁ ଶାନ୍ତି ହେବିନି ନାଇଁ। ତେଣୁ ନାରୀ ଜୀବନଟା ହଉଛି ଅଶାନ୍ତି ଜୀବନ ଅଶାନ୍ତି, ମା ଖରାପ ଭାବିବନି ନା, ନା। କାହିଁକି ଏ କଥା କହୁଛି କାହିଁ? ଯେ ଜୀବନ କାଳ ଭିତରେ ହଁ। ଅଶାନ୍ତିର ବାତାବରଣ ସୃଷ୍ଟି କରି ହଁ। ପାଇଛନ୍ତି କଣ ସେଦିନ ଝାସ ଦେଲେ ମା ସତୀ ଆଜ୍ଞା। ଝାସ ଦେଲେ କାହିଁକି ନା ନିଜର ସନ୍ଦେହ ପାଇଁ ହଁ। ଯଦି ସନ୍ଦେହ କରିନଥାନ୍ତେ ତାହେଲେ ସେ ଝାସ ଦେଇନଥାନ୍ତେ ନା। ତାହେଲେ ଜୀବନ କାଳ ଭିତରେ ହଁ। ମଣିଷ ଯୋଉ ଦିନ ଏ ଭୁଲ କରିବ ସେ ଅବାଟକୁ ଯିବ ଆଜ୍ଞା।